ସାର୍ ଯେତେବେଳେ ପ୍ରଥମ ଆପଣ ଡେବ୍ୟୁ କଲେ ନାଟକରେ ସେତେବେଳେ ଯେତେବେଳେ ନାଟକ କଲେ ପ୍ରଥମ ଦରମା ଆପଣଙ୍କର କେତେ ଥିଲା? ଟିକେ ଆଜ୍ଞା ଆମ ଦର୍ଶକମାନଙ୍କୁ କୁହନ୍ତୁ। ନାଇଁ କ୍ଷମା କରିବେ ଆଜ୍ଞା, ମୁଁ ଏଇଟା ସତ କଥା କହୁଛି ଆଜ୍ଞା। 4-5 ବର୍ଷ ପର୍ଯ୍ୟନ୍ତ ମୁଁ ଦରମା ପାଇନି, ଦରମା କରିନି ଦରମା ନା। ପାଇନାହାନ୍ତି? ନାଇଁ ଆଜ୍ଞା। ଗୋଟେ କଥା କୁହନ୍ତୁ, ଯେତେବେଳେ ଆପଣ ଗୋଟେ କଳାକାର ହବାକୁ ଚାହିଁଥିଲେ ଗୁରୁଙ୍କ ସେବା କରିବାକୁ କେତେ ପଡିଥିଲା? ଗୁରୁଙ୍କ ପାଇଁ କେତେ କଷ୍ଟ କରୁଥିଲେ ସେତେବେଳେ? ଆଜ୍ଞା ଏଇ ବ୍ରଜପାଣି ବାବୁ, ବ୍ରଜ ଭାଇ, ସିଏ ମୋ ପିଲା ବୟସରେ ବଡ, ବର୍ତ୍ତମାନ ଶିବାନରେ ଅଛନ୍ତି। ଓଡ଼ିଶା ଅପେରାରେ 9 ବର୍ଷ ସେମାନଙ୍କ ଟିଫିନ ଧୋଇଛି, ଅଇଁଠା ଟିଫିନ ମୁଁ ଧୋଇଛି। ଶୁଣା, ଆଜ୍ଞା। ଯେତେବେଳେ ସେତେବେଳେ ଯାତ୍ରା ଯେତେବେଳେ ଆସିଲେ ସେତେବେଳେ ଆପଣଙ୍କ ବାପା ମା ଖୁସି ଥିଲେ ନା ଆପଣ ଲୁଚିକି ଆସିଥିଲେ? କେତେ କଷ୍ଟ କରି ନାଇଁ ଆସିଥିଲେ? ଆଜ୍ଞା, ସେତେବେଳେ ଲୁଚିକି ଆସିବାକୁ ପଡିଥିଲା। ଲୁଚିକି ଆସିଥିଲେ? ହଁ ସେତେବେଳେ ଅନୁଭୂତି ଟା ଟିକେ କହିବେ। ଆଜ୍ଞା, ସେତେବେଳେ ଅନୁଭୂତି ମୋର ମନେ ଅଛି। ଘରର ଆର୍ଥିକ ପରିସ୍ଥିତି ଏତେ ଭଲ ନଥିଲା ଯେ, ଆଉ କେତେ ଗୋଟେ ଗୋପନୀୟ କଥା ଅଛି, ସେଟା ଆପଣ ସୋସିଆଲ ମିଡ଼ିଆରେ ମୁଁ କହିବାକୁ ଚାହୁଁନି। ଯାହାଫଳରେ ମୁଁ ମେଟ୍ରିକ ପରୀକ୍ଷା ଦେବି, ମୋର ସେତେବେଳେ ଟେଷ୍ଟ ପରୀକ୍ଷା ହେଉଥିଲା। ଦରମା ନଦେଲେ ଟେଷ୍ଟ ହେଇପାରିବନି। ଦରମା ଯେତେବେଳେ ମାଗିଲି, ଦରମା ଘରେ ଦେଇପାରିଲେନି। କହିଲେ ପାଠ ପଢ଼ିକି ତ ଆମକୁ ଚାକିରି କରିକି ପୋଷିବୁ ନା କଣ, ପଇସା କୋଉଠୁ ଆସିବ, ପଇସା ଦିଆଯିବନି। ସେଇଠୁ ମୁଁ ବହି ବସ୍ତାନି ଧରି ସ୍କୁଲକୁ ଯାଇକି ମାଷ୍ଟର ମାନଙ୍କଠୁ ଅପଦସ୍ତ ହବା, ଯେ ପିଲାମାନଙ୍କ ସାମ୍ନାରେ ମୋ ସାଙ୍ଗସାଥି 20-30 ଜଣ ଥିବେ, ସାର୍ କହୁଥିବେ ଓ ପଦ୍ମନାଭ ତମକୁ ଦରମା ପଇସା କାହିଁ ଦେଇନା, ତମର ରେଜଲ୍ଟ ବାହାରିବନି। ଏ ଯୋଉ ଲାଜ, ଏ ଯୋଉ ଲଜ୍ଜା, ସେଇଟା ମତେ ଭାରି ଲାଗିଲା। ସେଇଠୁ ବହି ବସ୍ତାନି ଜଣକ ପାନ ଦୋକାନରେ ଥୋଇ ଦେଇକି ଗୋଟେ ନୂଆ ଯାତ୍ରା ପାଟିକି ପଳେଇଥିଲି। ଅନନ୍ୟ ପ୍ରତିଭାର ଅଧିକାରୀ ଆପଣ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରି। ସେ ଜଣେ ବয়োଜ୍ୟେଷ୍ଠ ଏବଂ ଜଣେ ସିନିୟର କଳାକାର ମଧ୍ୟ, ଯିଏକି ଅନେକ ଯାତ୍ରାରେ ନିଖୁଣ ଅଭିନୟ କରି ଆପଣଙ୍କ ହୃଦୟକୁ ଜିଣିଛନ୍ତି। ସେ ସମସ୍ତଙ୍କର ପ୍ରିୟ ଅରଫ ପଦୁବାବୁ। ସାର୍, ଆମ କାର୍ଯ୍ୟକ୍ରମକୁ ନମସ୍କାର ଏବଂ ଧନ୍ୟବାଦ। ନମସ୍କାର। କେମିତି ଅଛନ୍ତି? ଭଲ ଅଛି। ବହୁତ ଭଲ ଅଛନ୍ତି ଆଚ୍ଛା। ତ ଆଜ୍ଞା। ଅନେକ ସିନିୟର କଳାକାର ଆସନ୍ତି ପଳାନ୍ତି, ସେମାନେ ଯାତ୍ରା ରୁହନ୍ତିନି, କିନ୍ତୁ ଆପଣଙ୍କ ଦବଦବା ଏବେ ବି ଅଛି। ଆପଣ ଏବେ ବି କଳାକୁ ନିଖୁଣ ଭାବରେ ଅଭିନୟ କରୁଛନ୍ତି, ଏବେ ବି କଳାକୁ ବଞ୍ଚେଇ ରଖିଛନ୍ତି। ବହୁତ ପୁରୁଣା କଳାକାର ଆପଣଙ୍କ ସହିତ ଯୋଉମାନେ ଥିଲେ, ବହୁତ ଜଣ ରହିଯାଇଛନ୍ତି, ସେମାନେ କରୁନାହାନ୍ତି, କିନ୍ତୁ ଆପଣ ଏବେ ବି କରୁଛନ୍ତି। ଏବେ ବି କେତେ ଖୁସି ଅଛନ୍ତି? ଖୁସି ତ ନିଶ୍ଚିତ ଅଛି। ତ ଆଜ୍ଞା, ଆପଣ କେଉଁ ମସିହାରୁ ଆରମ୍ଭ କରିଥିଲେ, ମାନେ ଯାତ୍ରା ଜୀବନ ଆପଣଙ୍କର ଆରମ୍ଭ ହେଇଥିଲା? 81 ମସିହାରୁ। ଏତେ ପୁରୁଣା। ଆଜ୍ଞା। ଯେତେବେଳେ ସେତେବେଳେ ଯାତ୍ରା ଯେତେବେଳେ ଆସିଲେ ସେତେବେଳେ ଆପଣଙ୍କ ବାପା ମା ଖୁସି ଥିଲେ ନା ଆପଣ ଲୁଚିକି ଆସିଥିଲେ? କେତେ କଷ୍ଟ କରି ନାଇଁ ଆସିଥିଲେ? ଆଜ୍ଞା, ସେତେବେଳେ ଲୁଚିକି ଆସିବାକୁ ପଡିଥିଲା। ଲୁଚିକି ଆସିଥିଲେ? ହଁ ସେତେବେଳେ ଅନୁଭୂତି ଟା ଟିକେ କହିବେ। ଆଜ୍ଞା, ସେତେବେଳେ ଅନୁଭୂତି ମୋର ମନେ ଅଛି। ଘରର ଆର୍ଥିକ ପରିସ୍ଥିତି ଏତେ ଭଲ ନଥିଲା ଯେ, ଆଉ କେତେ ଗୋଟେ ଗୋପନୀୟ କଥା ଅଛି, ସେଟା ଆପଣ ସୋସିଆଲ ମିଡ଼ିଆରେ ମୁଁ କହିବାକୁ ଚାହୁଁନି। ଯାହାଫଳରେ ମୁଁ ମେଟ୍ରିକ ପରୀକ୍ଷା ଦେବି, ମୋର ସେତେବେଳେ ଟେଷ୍ଟ ପରୀକ୍ଷା ହେଉଥିଲା। ଦରମା ନଦେଲେ ଟେଷ୍ଟ ହେଇପାରିବନି। ଦରମା ଯେତେବେଳେ ମାଗିଲି, ଦରମା ଘରେ ଦେଇପାରିଲେନି। କହିଲେ ପାଠ ପଢ଼ିକି ତ ଆମକୁ ଚାକିରି କରିକି ପୋଷିବୁ ନା କଣ, ପଇସା କୋଉଠୁ ଆସିବ, ପଇସା ଦିଆଯିବନି। ସେଇଠୁ ମୁଁ ବହି ବସ୍ତାନି ଧରି ସ୍କୁଲକୁ ଯାଇକି ମାଷ୍ଟର ମାନଙ୍କଠୁ ଅପଦସ୍ତ ହବା, ଯେ ପିଲାମାନଙ୍କ ସାମ୍ନାରେ ମୋ ସାଙ୍ଗସାଥି 20-30 ଜଣ ଥିବେ, ସାର୍ କହୁଥିବେ ଓ ପଦ୍ମନାଭ ତମକୁ ଦରମା ପଇସା କାହିଁ ଦେଇନା, ତମର ରେଜଲ୍ଟ ବାହାରିବନି। ଏ ଯୋଉ ଲାଜ, ଏ ଯୋଉ ଲଜ୍ଜା, ସେଇଟା ମତେ ଭାରି ଲାଗିଲା। ସେଇଠୁ ବହି ବସ୍ତାନି ଜଣକ ପାନ ଦୋକାନରେ ଥୋଇ ଦେଇକି ଗୋଟେ ନୂଆ ଯାତ୍ରା ପାଟିକି ପଳେଇଥିଲି। କେତେ ବର୍ଷ ହେଇଥିଲା ସେତେବେଳେ? ସେତେବେଳେ 17-18 ବର୍ଷ। ସମ 17 ବର୍ଷରୁ ଆସିଥିଲେ। ହଁ, 17-18 ବର୍ଷ, 18 ବର୍ଷ ଖଣ୍ଡେ ହବ। ତାପରେ ପାଟି ଗଲେ କଣ ହେଲା? ତାପରେ ପାଟିକି ଗଲି କି ସେଠୁ ଯାଇ ପ୍ରଥମେ ମୁଁ ଯୋଉ ସ୍କୁଲକୁ ଆସିକି ସ୍କୁଲରୁ ଯାଇଥିଲି ଯାତ୍ରା ପାଟିକି, ମୁଁ ସ୍କୁଲକୁ ଗଲେ ସ୍କୁଲର କାହା ସହିତ ମୋର ସମ୍ପର୍କ, ମାଷ୍ଟରଙ୍କ ସହିତ ସମ୍ପର୍କ। ସେମିତି ଯେତେବେଳେ ଯାତ୍ରା ପାଟିକି ମୁଁ ଗଲି, ଯାତ୍ରା ପାଟିରେ ଯାଇ ଖୋଜିଲି ମୋ ମାଷ୍ଟର କାହା, ମତେ କିଏ ଶିଖେଇବ, ମୁଁ ଶିଖିବି କେମିତି, ପଢିବି କେମିତି, ଖୋଜିଲି। ସେଠି ଗୋଟିଏ ଅନୁଷ୍ଠାନର 6 ମାସ ଖଣ୍ଡେ ଯାଇ ଖୋଜିକି ଏଠି ପାଇଲିନି। ସେଠୁ ବୁଝିଲି, ଖବର ନେଲି, କିଏ ଅଛନ୍ତି ସାର୍, କୋଉଠି ଅଛନ୍ତି, କିଏ ଅଛନ୍ତି। ଏମିତି ଦୌଡ଼ି ଦୌଡ଼ି ଯାଇକି ନାଟ୍ୟାଚାର୍ଯ୍ୟ ଶ୍ରୀଯୁକ୍ତ ରଘୁନାଥ ପଣ୍ଡାଙ୍କ ପାଖରେ ମୁଁ ପହଞ୍ଚିଲି। ଖୁସି ହେଲେ, ବହୁତ ଖୁସି ହେଲେ। ଆଜି ଗାଁ ଲୋକ ସାଙ୍ଗସାଥି ଯେତେବେଳେ ଆପଣଙ୍କୁ ଦେଖନ୍ତି ଗାଁରେ, କଣ କୁହନ୍ତି? ହଁ, ସେମାନେ ବହୁତ ଖୁସି ହୁଅନ୍ତି କି ଈର୍ଷା କରନ୍ତି
সেটা ମୁଁ ଜାଣିନି କିନ୍ତୁ ସେମାନେ ନିଜକୁ ନିଜେ ମୁଁ ଭାବେ ସେମାନେ ଗର୍ବ ଅନୁଭବ କରନ୍ତି। ତ ଆଜି ଆଜ୍ଞା ସାର୍ ଆଜିକା ଡେଟ୍ରେ ଆପଣ ଜଣେ ପ୍ରତିଷ୍ଠିତ କଳାକାର, ଆପଣଙ୍କ ପରିବାର ପିଲା ଛୁଆ ଆପଣଙ୍କ ବିଶେଷ କେତେ ଖୁସି ହୁଅନ୍ତି, କଣ କୁହନ୍ତି? ହଁ, ସେମାନେ ଯେତେବେଳେ ଆହାର ପାଇଛନ୍ତି, ଏଥିରୁ ମୁଁ ତ ସେମାନଙ୍କୁ ଆହାର ଦେଇକି ବଞ୍ଚେଇଛି, ପିଲା ଛୁଆଙ୍କୁ ବଞ୍ଚେଇଛି, ଆଉ ସେମାନେ ଆଉ ଖୁସି ହେବେନି ଯେ ମୋ ତାପରେ ଦ୍ୱିତୀୟରେ ଯେ ବାପା କେତେ ପ୍ରକାର କିଏ କାହାକୁ ପୋଷୁଛନ୍ତି, କିଏ ଚୋରି କରିକି ପୋଷୁଛି, କିଏ ଡକାୟତି କରିକି ପୋଷୁଛି, କିଏ ଟାଉଟରି କରିକି ପୋଷୁଛି, କିଏ ମେହନତ କରିକି ପୋଷୁଛି, କିଏ ଖଟିକି ପୋଷୁଛି, ଯେ ମୋ ବାପା ଜଣେ ଓଡ଼ିଶାରେ ନାଁ କରିବା ସଙ୍ଗେ ସଙ୍ଗେ ପଇସା ଆଣିକି ଆମକୁ ରୋଜଗାର କରି ଖୁସି, ସେମାନେ ବହୁତ ଖୁସି ହଉଥିବେ। ତ ସାର୍ ଯେତେବେଳେ ପ୍ରଥମ ଆପଣ ଡେବ୍ୟୁ କରିଲେ ନାଟକରେ, ସେତେବେଳେ ଯେତେବେଳେ ନାଟକ କଲେ ପ୍ରଥମ ଦରମା ଆପଣଙ୍କର କେତେ ଥିଲା ଟିକେ ଆମ ଆଜ୍ଞା ଦର୍ଶକ ମାନଙ୍କୁ କୁହନ୍ତୁ। ନାଇଁ, କ୍ଷମା କରିବେ ଆଜ୍ଞା, ମୁଁ ଏଇଟା ସତ କଥା କହୁଛି ଆଜ୍ଞା, 4-5 ବର୍ଷ ପର୍ଯ୍ୟନ୍ତ ମୁଁ ଦରମା ପାଇନି, ଦରମା କରିନି ଦରମା ଆଜ୍ଞା। ପାଇନାହାନ୍ତି? ନାଇଁ ଆଜ୍ଞା। ତ ଆଜ୍ଞା ଇଏ ଓଡ଼ିଶାର ଗୋଟେ ଜିନିଷ ଆପଣ ଶୁଣନ୍ତୁ, ପ୍ରଥମ ଥର ଯେ ଜଣେ ସିନିୟର କଳାକାର କଲେ ସେତେ ଏତେ କଷ୍ଟ ଥିଲା ସେତେବେଳେ, 4-5 ବର୍ଷ ଦରମା ପାଇଥିଲେ, କେମିତି ଚଳୁଥିଲେ ଆଜ୍ଞା ସେତେବେଳେ? ଆଜ୍ଞା କଣ କରିବୁ ଆଜ୍ଞା, ସେଇ ଚଳିବା ପାଇଁ ଘରୁ କିଛି କିଛି ପଇସା ନେଇ ଖର୍ଚ୍ଚ କରୁ। ତ ଆଜି ପର୍ଯ୍ୟନ୍ତ ସାର୍ କେତେ ଖଣ୍ଡ କେତେ ପାର୍ଟିରେ ଆପଣ କାମ କଲେଣି, ମାକ୍ସିମମ୍ କେତେଟା ପାର୍ଟି, ଆନୁମାନିକ କେତେଟା ପାର୍ଟିରେ କାମ କଲେଣି ଆପଣ? ପ୍ରଥମ ପାର୍ଟି ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପାଖରେ 3 ବର୍ଷ, 3 ବର୍ଷ ପରେ ଆଉ ଏମିତି ଛୋଟ ପୁଣ୍ଡ ପାର୍ଟି ଏମିତି 2-3 ବର୍ଷ, ଏମିତି 5 ବର୍ଷ, 5 ବର୍ଷ ପରେ ମୁଁ ଆସିଲି ଫାଷ୍ଟ ଓଡ଼ିଶା ଅପେରା, ଓଡ଼ିଶା ଅପେରା, ଓଡ଼ିଶା ଅପେରା, ତାପରେ ଆସିଲି ଧରିତ୍ରୀ ଅପେରା, ଧରିତ୍ରୀ ଅପେରା ପରେ ଆସିଲି ବାଣେଶ୍ୱରୀ, ବାଣେଶ୍ୱରୀ ପରେ ଆସିଲି ତ୍ରିନାଥ, ତ୍ରିନାଥ ପରେ ଆସିଲି ପୃଥିବୀ, ପୃଥିବୀ ପରେ ଗଲି ସଚିଦାନନ୍ଦ, ସଚିଦାନନ୍ଦ ପରେ ଗଲି ଶିବାନୀ, ଶିବାନୀ ପରେ ଆସିଲି ରଙ୍ଗମହଲ, ରଙ୍ଗମହଲ ପରେ ଆସିଲି ଓମଶ୍ରୀ, ଓମଶ୍ରୀ ପରେ ଆସିଲି ଇଷ୍ଟର୍ଣ୍ଣ ରେଡ୍, ଇଷ୍ଟର୍ଣ୍ଣ ରେଡ୍ ପରେ ଆସିଲି କୋଣାର୍କ, କୋଣାର୍କ ପରେ ଆସିଲି ଦୁର୍ଗା ମନ୍ଦିର, ଦୁର୍ଗା ମନ୍ଦିର ପରେ ଧଉଳି ଗଣନାଟ୍ୟ। କହିଦଉ ଯେ ଆତ୍ମସନ୍ତୋଷ ସେ ପର୍ଯ୍ୟନ୍ତ ମୁଁ ପାଇନାହିଁ। ତଥାପି ଯୋଉ କ୍ୟାରେକ୍ଟରରେ ମାନେ ଲୋକମାନେ ଖୁସି ହୁଅନ୍ତି, ସେଇଥିରୁ ପଦେ ସଂଳାପ କୁହନ୍ତୁ ଆମ ଓଡ଼ିଶାବାସୀ। ଏଇ ଏଇଠି ପାଟି କରୁଛି, ତମେ କଣ ଜାଣିପାରୁ ନା, ଏଟା ଦାମିକା ମେଡିକାଲ, ପ୍ରାଇଭେଟ ମେଡିକାଲ, ଏଠି ସବୁ ଭିଆଇପି ରୋଗୀ ମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ସବୁ ଭିଆଇପି ରୋଗ ହେଇଛି। ପ୍ଲିଜ ସାଇଲେନ୍ସ, ନୋ କମେଡି, ଫୁଲ ସିରିୟସ୍। ଅତି ସୁନ୍ଦର ଭାବରେ ସଂଳାପ କରିଲେ ପଦୁ ସାର୍। ତ ଆପଣ ବହୁତ ବଢିଆ କ୍ୟାରେକ୍ଟର କରନ୍ତି, ଦର୍ଶକ ମାନଙ୍କୁ ପୁରା ବାନ୍ଧି ରଖନ୍ତି। ଅନେକ ଅଡିଏନ୍ସ ମଧ୍ୟ ଯାଆନ୍ତି ଆମେ ପଦୁ ଲେଖାଙ୍କୁ ଦେଖିବୁ, କାହିଁକିନା ଆପଣ ଏମିତି ଜଣେ କଳାକାର ଯିଏ ବିଗତ ଦିନରେ ଦର୍ଶକ ମାନଙ୍କୁ, ଯେମିତି ଓଡ଼ିଆ ଚଳଚ୍ଚିତ୍ରରେ ଯଦି ଆମେ ଦେଖିବା ଜୟରାମ ସାମଲ, ତ ଯାତ୍ରା ଇଣ୍ଡଷ୍ଟ୍ରି ଆମେ ସେମିତି ପଦୁଙ୍କୁ ସମାନ କରୁ। ଜୟରାମ ସାମଲ ହେଲେ ଓଲିଉଡର, କିନ୍ତୁ ଯାତ୍ରା ହଉଥିଲେ ପଦୁଲଙ୍କା, କାହିଁକିନା ତାଙ୍କରି ମାକ୍ସିମମ୍ ମିଶିଯାଏ। ପଦୁଲଙ୍କାକୁ ଦେଖିବା ପାଇଁ ଅନେକ ଲୋକ ବସିଥାନ୍ତି, କେତେବେଳେ ସିନ୍ ପଡିବ ପଦୁବାବୁ ଆସିବେ, ଆମେ ପଦୁବାବୁଙ୍କ ଡାଇଲଗ ପଦେ ପଛିକା ଆଉ ଶୁଣିବୁ। ଏତେ ଲୋକ ଆପଣଙ୍କୁ ଆଜି ଭଲ ପାଉଛନ୍ତି, ଛାତିରେ ହୃଦୟରେ ରଖିଛନ୍ତି, କଣ କହିବେ ସେ ଓଡ଼ିଶା ବାସୀ, ଏମିତି କେତେ ଦିନ ପର୍ଯ୍ୟନ୍ତ ଜାରି ରଖିବେ ଆପଣଙ୍କ ଯାତ୍ରାର? ଯେ ପର୍ଯ୍ୟନ୍ତ ଆପଣମାନେ ମତେ ମନେ ରଖିଥିବେ, ଖୋଜୁଥିବେ, ମୁଁ ନିଶ୍ଚିତ ତମମାନଙ୍କୁ ଦେଖା ଦେଉଥିବି। ଅନେକ ଚରିତ୍ରକୁ ଆପଣ ମଧ୍ୟ ଅନେକ ତିଆରି କରିଛନ୍ତି, ଆପଣଙ୍କ ସ୍ପର୍ଶରେ ଆସିଛନ୍ତି, ବହୁତ କିଛି ଶିକ୍ଷା ଦେଇଛନ୍ତି। କିନ୍ତୁ ଆଉ ଗୋଟେ କଥା କୁହନ୍ତୁ, ଯେତେବେଳେ ଆପଣ ଗୋଟେ କଳାକାର ହବାକୁ ଚାହିଁଥିଲେ, ଗୁରୁଙ୍କ ସେବା କରିବାକୁ କେତେ ପଡିଥିଲା, ଗୁରୁଙ୍କ ପାଇଁ କେତେ କଷ୍ଟ କରୁଥିଲେ ସେତେବେଳେ? ଆଜ୍ଞା, ଏଇ ବ୍ରଜପାଣି ବାବୁ, ବ୍ରଜ ଭାଇ, ସିଏ ମୋ ପିଲା ବୟସରେ ବଡ଼, ବର୍ତ୍ତମାନ ଶିବାନରେ ଅଛନ୍ତି। ଓଡ଼ିଶା ଅପେରାରେ 9 ବର୍ଷ ସେମାନଙ୍କ ଟିଫିନ ଧୋଇଛି, ଅଇଁଠା ଟିଫିନ ମୁଁ ଧୋଇଛି, ଖାଇବାକୁ ମୁଁ ଆଣିକି ଦେଇଛି, ଦେହ ପା ଭଲ ମନ୍ଦ ସେବା ଶୁଶ୍ରୂଷା ମୋ ସ୍ୱତଃପ୍ରବୃତ୍ତ ଭାବେ ମୁଁ କରିଛି, ଏବେ ବି କରୁଛି। ଏବେ ବି ଯୋଉ ସାର୍ ମାନେ ଆସୁଛନ୍ତି, ଅବଶ୍ୟ ଏବେ ନୂଆକୁ ଏଇ 2-4-5 ବର୍ଷ ହେଲା ଯୋଉ ନୂଆ ନୂଆ ପିଲା ଆସିଛନ୍ତି ସେମିତି ସୁଯୋଗ ହେଇନି, ମତେ ତ ଆହୁରି ଅନେକ ଆମେ ସେବା କରୁ। ଆମେ ଶିଖିଛୁ ସେତେବେଳେ, ଆମେ ଆଉ ଅସୁବିଧା କଣ ଅଛି ଆମର? ଆମେ ସିନା ଯୋଉ କାମଟା ନ ଶିଖିଥିବୁ ଆମକୁ କରିବାକୁ ଗଲେ ଅସୁବିଧା ଲାଗିବ, ଆମେ ତ ଶିଖିଛୁ ନା, ଗୋଡ଼ ସେବା କରିକି ଶିଖିଛୁ। ମାଷ୍ଟରଙ୍କ ଗୋଡ଼ ଘଷିବା ପାଇଁ ଆମର ଭିଡ଼ ଦୁଆର ମୁହଁରେ। ପ୍ରତିଷ୍ଠିତ କଳାକାର, ଯେତେବେଳେ ଆଗରୁ ନାଟକ ହଉଥିଲା ସକାଳ 6ଟା-7ଟା ପର୍ଯ୍ୟନ୍ତ ବି ଲୋକ ଚେୟାର ଖାଲି କରୁନଥିଲେ, ପୁରା ଧୈର୍ଯ୍ୟ ଧରି ବସୁଥିଲେ। ନାଟକ ଭିତରେ ବହୁତ କିଛି ଥିଲା, ମାନେ ଯୋଉଟା ଜାଣିବାକୁ ଥିଲା, ଶୁଣିବାକୁ।
ଏବେ କଣ ପାଇଁ ଆଜ୍ଞା ମେଲୋଡି ନାଚ ସରିଗଲେ ଅଧା ଲୋକ ଉଠି ଯାଉଛନ୍ତି, କାହାଣୀର କଣ ସେମିତି କିଛି ମାନେ ପ୍ରଭାବ ପଡୁନି ଲୋକଙ୍କ ଉପରେ, ନା ଆଗ ଭଳି କାହାଣୀର କିଛି କମି ରହିଯାଉଛି? ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ସମସ୍ତେ କାନ୍ଦୁଛନ୍ତି। ଏଇଟା ସମସ୍ତଙ୍କ ମୁହଁରୁ ମୁଁ ଶୁଣୁଛି ଯେ ମେଲୋଡି ରେକର୍ଡିଂ ସରିଲା ପରେ ଲୋକ ପଳଉଛନ୍ତି, ଆଉ ଲାଷ୍ଟକୁ ଯିଏ ରହୁଛନ୍ତି ସେ ଯାତ୍ରା ଦେଖୁଛନ୍ତି। ତମର ସେଥିରୁ ବାଛି ହେଇଯାଉଛନ୍ତି ଯେ କମର୍ସିଆଲ ଦର୍ଶକ କିଏ, ନାଟକ ଦେଖିବା ଦର୍ଶକ କିଏ। କାହିଁକି? ଏହାର କାରଣ ମୋ ଅନୁଭୂତିରେ ମୁଁ କହୁଛି, ଓଡ଼ିଆ ଯାତ୍ରା ଆମ ଗୁରୁମାନେ ଶିଖେଇଛନ୍ତି ରାତ୍ରିର ଚତୁର୍ଥ ପ୍ରହରରେ ହିଁ ମଞ୍ଚସ୍ଥ ହବ। କେବଳ ଓଡ଼ିଆ ଯାତ୍ରା, ଆଉ କେହି ନୁହେଁ। ଏତେ ଏତେ ବଡ ମାଲିକ ବାହାରିଲେଣି, ଏତେ ଏତେ ବଡ ଡିରେକ୍ଟର ବାହାରିଲେଣି, ଏତେ ଏତେ ବଡ ଆର୍ଟିଷ୍ଟ ବାହାରିଲେଣି, 40 ଲକ୍ଷ 50 ଲକ୍ଷ 100 ଲକ୍ଷ। ସେମାନେ କେବେ କହିପାରୁଛନ୍ତି କି ଆମକୁ ଅନିଦ୍ରାରୁ କ୍ଷମା ଦେଇକି ସନ୍ଧ୍ୟା ଶୋ କରନ୍ତୁ ବୋଲି? କେବେ କରିବେ? ସନ୍ଧ୍ୟା ଶୋରେ କେହି ଯାତ୍ରା ଦେଖିବେ ନାହିଁ, ବେପାର ଘାଟା ହବ। ବହୁତ ଟେଷ୍ଟ କରିକି ଦେଖିଛନ୍ତି। କାରଣ ଯାତ୍ରାର ମଞ୍ଜି, ଯାତ୍ରାର ସୃଷ୍ଟି ଦିନରେ ନୁହେଁ, ସେ ହଉଛି ରାତ୍ରିର ଚତୁର୍ଥ ପ୍ରହରରେ। ଚତୁର୍ଥ ପ୍ରହରରେ ଯୋଉ ଓଡ଼ିଆ ଯାତ୍ରା କଳା ପ୍ରଦର୍ଶନ ହୁଏ, ସେତେବେଳେ ଲୋକମାନଙ୍କୁ ହଜେଇବା ପାଇଁ, ଲୋକମାନଙ୍କୁ କଳାକାର ମାନେ ହଜେଇବା ପାଇଁ 3 ଘଣ୍ଟା 3.5 ଘଣ୍ଟା ପର୍ଯ୍ୟନ୍ତ ହଜେଇ ପାରିବେ, ତାପରେ ହଜେଇ ପାରିବେ ନାହିଁ, ହଜେଇ ପାରିବେନି ତାକୁ ଦର୍ଶକଙ୍କୁ। ଆଉ ଗୋଟେ ଦର୍ଶକ ଯେ ଆଗରେ ବସିଥିବ, ସେ ଆସିକି ବସିକି ଯେବେଠୁ ମୁହଁ ପକେଇଲା କଳାକାରଙ୍କ ଉପରେ, ସେ ଧୀରେ ଧୀରେ ହଜିବାକୁ ଆରମ୍ଭ କଲା। ହଜି ହଜି ଆମରି ସାଙ୍ଗରେ ହସିଲା, ଆମରି ସାଙ୍ଗରେ କାନ୍ଦିଲା, ଆମରି ସାଙ୍ଗରେ ଖୁସି ହେଲା, ଆମରି ସାଙ୍ଗରେ ଇଏ କଲା, ହେଇଗଲା ତାର ସମୟ ସୀମା ଓଡ଼ିଆ ଯାତ୍ରାର 3 ଘଣ୍ଟାରୁ 2.5 ଘଣ୍ଟା ଭିତରେ। ଲୋକ ଇମୋସନ ରହିବେ, ତମେ ଯାହା କରିବ ତାଙ୍କୁ ଭଲ ଲାଗିବ, ସିଏ ବସିବେ, ଯିବେ ନାହିଁ। କିନ୍ତୁ ବର୍ତ୍ତମାନର ଯାତ୍ରା, ସେ ରେକର୍ଡେନ୍ସ ଠୁ ଆରମ୍ଭ କରିକି ନାଟକ 2-4ଟା ସିନ୍ ଗଲା ପର୍ଯ୍ୟନ୍ତ ଭିତରେ 2-2.5 ଘଣ୍ଟା 3 ଘଣ୍ଟା କଟିଗଲା। ଯେତେବେଳେ କଟିଗଲା, ଆଉ ଓଡ଼ିଆ ଯାତ୍ରା କୌଣସି ପ୍ରକାର ଦର୍ଶକକୁ ଯେତେ ହିଟ୍ ନାଟକ କରନ୍ତୁ ରଖିପାରିବେ ନାହିଁ। କାରଣ ରାତି 4ଟା 3:30 4ଟା ପରେ ଆସନ୍ତା ଦିନର ଚିନ୍ତାଧାରା ସେ ଲୋକ ମୁଣ୍ଡକୁ ପଳେଇ ଆସିବ। ମୁଁ ସକାଳୁ ଗଲେ 6ଟା ବାଜିଲାଣି, ମୁଁ ଗଲେ ମୁଁ ଅଫିସ ଯିବି, ମୁଁ ଅମୁକ କରିବି, ମୁଁ ଅମୁକ କରିବି, ସିଏ ବିଚଳିତ ହେଇଗଲା। ଆଉ ତମେ ତାକୁ କିଣି ପାରିଲନି, ମାଲିକ ମାନେ କି ନାଟ୍ୟକାର ମାନେ କି ନିର୍ଦ୍ଦେଶକ ମାନେ କି ଯାତ୍ରା ମାନେ ଆଉ କିଣି ପାରିବ ନାହିଁ, ସେ ଉଠିବେ ପଳେଇବେ। ସେଇଥିପାଇଁ ବର୍ତ୍ତମାନ ପାଇଁ ଯାତ୍ରାରୁ 2-4-5ଟା ସିନ୍ ପରେ ଦେଖି ଦେଉଛନ୍ତି ଆର୍ଟିଷ୍ଟ ଏ ଅଛନ୍ତି, ଏ ଅଛନ୍ତି, ଏ ଷ୍ଟୋରି ହବ, ଏ ଷ୍ଟୋରି ହବ, ତ ବହୁ ଯାତ୍ରା ଦେଖିଲାଣି ପଳଉଛନ୍ତି। ତ ଆଉ ଗୋଟେ କଥା ସାର୍ କୁହନ୍ତୁ, ଏଇଟା ହଉଛି ମୁଖ୍ୟ କଥା। ତ ଦେଖନ୍ତୁ ସାର୍, ଆଉ ଗୋଟେ କଥା କୁହନ୍ତୁ, ଯଦି ବିଗତ ଦିନରେ କମେଡି ମାନଙ୍କୁ ବହୁତ ପ୍ରାଧାନ୍ୟ ଦିଆଯାଉଥିଲା, ଯଦି ଯାତ୍ରା ଲୋକ ଦେଖିବାକୁ ଯାଉଥିଲେ କେବଳ ଆମେ ଭିଲିଆନକୁ ଦେଖିବୁ, ହିରୋକୁ ଦେଖିବୁ, କମେଡିଆନ ଆଉ କିଛି ଦେଖିବୁ। କିନ୍ତୁ ଏବେ କୋଉଠି ନା କୋଉଠି କମେଡିର କ୍ୟାରେକ୍ଟର ବହୁତ କମେଇ ଦଉଛନ୍ତି ଲେଖକ, 1-2ଟା ସିନ୍ ଦେଇ ଦଉଛନ୍ତି, କିନ୍ତୁ କମେଡିର ଫୁଲ ରହିବା କଥା, ଲୋକଙ୍କୁ ଏଣ୍ଟରଟେନମେଣ୍ଟର ସୁରାଗ ଦିଅନ୍ତି କମେଡିଆନ ମାନେ। କାହିଁକିନା କାନ୍ଦ ହସ ଯଦି ନାଟ୍ୟରେ ନ ରୁହେ, ତାହେଲେ ସେ ନାଟକ। କିନ୍ତୁ କମେଡି ଚରିତ୍ର ଏତେ କମ କାହିଁ ଗୁରୁତ୍ୱ ଦଉଛନ୍ତି ରାଇଟର? ଶୁଣନ୍ତୁ, ମୋ ଜନ୍ମ ଯାତ୍ରାରେ ସେତେବେଳେ ମୁଁ ପ୍ରଥମ ଶୁଣୁଥିଲି ହସ କାନ୍ଦ ଭରା ନାଟକ। ସେ ମାଇକିରେ ହଉ ଡକରା ହଉଥିଲା, ଆସନ୍ତା ରାତ୍ରି କି ଆଜିର ମଞ୍ଚସ୍ଥ ନାଟକ ହସ କାନ୍ଦ ଭରା ନାଟକ, ସେ ଅସ୍ତରାଗ, ସେ ରାମ ରହିମି, ସେ ଅମୁକେ, କିମ୍ବା ପୌରାଣିକ ନାଟକ, କିମ୍ବା ଐତିହାସିକ ନାଟକ, କିମ୍ବା କାଳ୍ପନିକ ନାଟକ, କିମ୍ବା କାହାଣୀ ମୂଳକ ନାଟକ, କିମ୍ବା ସବୁ ନାଟକରେ ଡିକ୍ଲାର ହଉଥିଲା ହସ କାନ୍ଦ ଭରା ନାଟକ। ସେତେବେଳେ ଯୋଉ ହସ ଜିନିଷଟା, ଯୋଉ ହାସ୍ୟ ରସଟା, ସେତେବେଳେ ନାଟ୍ୟକାର ମାନେ ଯିଏ ଲେଖୁଥିଲେ, ସେ ପ୍ରକୃତରେ ନାଟ୍ୟକାର। ସେ 3ଟା 4ଟା ସିନ୍ ରଖୁଥିଲେ ନାଟକରେ, କମେଡି ଚରିତ୍ର 3ଟା 4ଟା ସବୁ ନାଟକରେ। ଆଉ ବର୍ତ୍ତମାନ ଯେ ଅତ୍ୟାଧୁନିକ ନାଟ୍ୟକାର ମାନେ ଆସିଛନ୍ତି, ସେମାନେ କହୁଛନ୍ତି ହ্যাঁ ଆଗରୁ କମେଡି ଫଣ୍ଡ ନଥିଲା, ଏଇ ଡୁଏଟ ପାଇଁ କମେଡି ହେଲା କହୁଛନ୍ତି। ସେ ଜାଣିନାହାନ୍ତି କିଛି, ଆଜିକା ଛୋକରା।
ମୁଁ ବି କହୁଛି ତାଙ୍କୁ ଇଏ ମାଧ୍ୟମରେ ଆଜିକା ଛୋକରା ଜାଣିନାହାନ୍ତି ଆଉ ତେଣୁ କମେଡି ଭଲ ହଉନାହିଁ କମେଡି ସେମାନେ କହୁଛନ୍ତି କମେଡି ବର୍ତ୍ତମାନ କିଛି ନାଟ୍ୟକାର ମାନେ ଆଗ ଧାଡ଼ିର ନାଟ୍ୟକାର ମାନେ ସେମାନେ କହୁଛନ୍ତି ଆମ ନାଟକରେ କମେଡି ଦରକାର ନାହିଁ। ପରିଶେଷରେ ଗୋଟେ କଥା କୁହନ୍ତୁ, ଏବେ ଯାତ୍ରା ଜଗତ ସିନେମା ଆଡକୁ ମୁହଁଉଛି, ଯେମିତିକି ପର୍ଦ୍ଦା ଆଗରୁ ନଥିଲା, ଏବେ ସବୁ ପର୍ଦ୍ଦାରେ ଚାଲୁଛି, ସୁଟିଂ ହଉଛି, ଭିଜୁଆଲ ପଡୁଛି। ଆଗ କାଳେ ପର୍ଦ୍ଦା ନଥିଲା, ଭଲ ଥିଲା ନା ଏବେ ପର୍ଦ୍ଦାଟା ଭଲ ଲାଗୁଛି ଆପଣ? କିଛି ଟେକ୍ନିସିଆନ ବା ସେଇ ସିନେମା ଜଗତରୁ ସେଇ ସିନେମା ଥିଏଟର ସିନେମା ଜଗତରୁ ସିଏ ଆଣିକି ପୁରେଇ ଦେଲେ କଣ ଓଡ଼ିଶା ପରେ ସାଇକେଲ ଡବଲ ପେଣ୍ଡାଲ ସେଇ ସାଇକେଲ ମାରେ ସବୁ ଚଲେଇଲେ ଆଣିକି ସବୁ ଭିଡିଓ ପକେଇକି ଚଲେଇଲେ ସେ ସିନ୍ ଟାଙ୍ଗିଦେଲେ ସିଏ କଲେ ସେଉଠୁ ଆମ ଦେଖିଲେ ଆମ ନାଟ୍ୟାଚାର୍ଯ୍ୟ ଯେତେବେଳେ ରଘୁନାଥ ପଣ୍ଡା ଦେଖିଲେ ସେଠୁ ସେ କହିଲେ ଯେ ଯୋଉ ହାସ୍ୟ ରସ ଅମୁକେଇ ରସ ସମୁକେଇ ରସ ସ୍ଥାନ ପାଇବ କେମିତି କୋଉଠି ସ୍ଥାନ ପାଉଛି କୋଉଠି ସ୍ଥାନ ପାଉନି ଯାହା ଯେମିତି ଦେଖୁଛ ସେମିତି। ଆଚ୍ଛା, ଯୋଉମାନେ ଏବେ ନୂଆ ନବାଗତ କଳାକାର ଅଛନ୍ତି ଆପଣଙ୍କ ମାଧ୍ୟମରେ କଣ କହିବେ ପରିଶେଷ? ନାଇଁ ଦେଖ ବାବା ଯୋଉମାନେ ନବକା ଆସ ଆମ ଘର ସବୁଦିନ ରହିବୁ କି ଆମ ପୂର୍ବରୁ ବି କି ଥିଲେ ଏମିତି ବି କେତେ କେତେ ମୁଁ ବର୍ତ୍ତମାନ 3 ପିଢ଼ି କଥା ମୁଁ କହିପାରିବି 3 ପିଢ଼ି କଥା ମୁଁ କହିପାରିବି ହଁ ସେତେବେଳେ ବି ନୂଆ ନ ଆସିଲେ କେମିତି ହବ ଆସ କିନ୍ତୁ ଓଡ଼ିଆ ଯାତ୍ରା ବାବଦରେ କିଛି ଶିଖ କିଛି ବୁଝ କିଛି ଜାଣିଲେ ତମେ ଜ୍ଞାନ ଅର୍ଜନ କଲେ ସେଟା କଣ ଆମକୁ ଦବ କି ତମ ପାଖରେ ରହିବ ସିଏ ଜଷ୍ଟ ଦୃଷ୍ଟାନ୍ତ ଟିଉସନ ଯୋଉମାନେ ନୂଆ ଆସୁଛ ସେମାନେ କିଛି ଜାଣ ତମେ କହିବ ଯେ ତମେ 3 ଘଣ୍ଟା 4 ଘଣ୍ଟା 5 ଘଣ୍ଟା ସିରିଏଲରୁ ପାଠ କରିକି ଆସିକି କହିଦେବ ଯେ ଇରେ ତମେ 4-5 ଘଣ୍ଟା ସିରିଏଲରୁ ପାଠ କରିକି ଆସିକି କହିବ କିନ୍ତୁ ଆମେ 300 ସିରିଏଲ ନାଟକ କରିସାରିଲୁଣି ଆମେ ବା 300 କରିସାରିଲୁଣୁ ବୁଝ ଜାଣ ଶିଖିବାର ମନୋବୃତ୍ତି ନେଇକି ଆସ ସେଠୁ ଆସିକି ଝାଡ଼ିକି ଆସ ନା ଯେ ଆମେ ଅମୁକେଇଠୁ ଆସିଛୁ ତମେ କୋଉଠୁ ଆସିଛ ଆମେ ଜାଣିବା ଦରକାର ନାହିଁ ତମେ କୋଉଠୁ ଆସିଛ କଣ କରୁଛ ସେ ଜାଣିବା ଆମ ଦରକାର ନାହିଁ ଏଠିକି ଯୋଉ ଆସିକି ଏ ଘରେ ଯୋଉ ପାଦ ପକେଇଲ ଏ ଘର ବାବଦରେ ତମେ ଜାଣିବା ଦରକାର ଦେଖିକି ଆସ ଭଗବାନ ତମର ମଙ୍ଗଳ କରିବେ ତମେ ଶାନ୍ତିରେ ଯାତ୍ରାକୁ ବଞ୍ଚେଇବ। ଯାହା ହଉ ଏତେ ସମୟ ଆମକୁ ନିଜ ସମୟ କାଢିକି ଦେଇଥିଲେ ପଦୁ ବାବୁ, ଯିଏକି ଓଡ଼ିଶାର ବିଶିଷ୍ଟ କଳାକାର। ଆପଣମାନେ ତାଙ୍କୁ ଭଲ ପାଇବା ଦିଅନ୍ତୁ, ଆହୁରି ସେ ଯେତିକି ଆଗକୁ ଆଉଛନ୍ତି ଆହୁରି ତାଙ୍କୁ ଆଗେଇକି ନବା ଆମେ, କାହିଁକିନା ଯେହେତୁ ଆମର କର୍ତ୍ତବ୍ୟ ଗୋଟେ କଳାକାରଙ୍କୁ ଭଲ ପାଇବାର, ତାକୁ ଭଲ ପାଇବା ଦେଲେ ସେ ଆହୁରି ଅନେକ ଭଲ ଚରିତ୍ର ନେଇକି ଆସିବେ, ଆମକୁ ହସାଇବେ କନ୍ଦେଇବେ, ସେମିତି ଭଲରେ ରଖିବେ, ଫୁଲ୍ ଖୋରାକ ଏଣ୍ଟରଟେନମେଣ୍ଟ ଯୋଗେଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଶୁଭେଚ୍ଛା, ନମସ୍କାର।